Hello everyone, welcome to Bright Brain Academy. आज ଆମେ ଶିଖିବା ଟାଇମ ମ୍ୟାନେଜମେଣ୍ଟ କେମିତି କରିପାରିବା। ଟାଇମ ମ୍ୟାନେଜମେଣ୍ଟ ମାନେ କଣ? ମ୍ୟାନେଜମେଣ୍ଟ ତ ମ୍ୟାନେଜମେଣ୍ଟ ପୁଣି ଟାଇମ ମ୍ୟାନେଜମେଣ୍ଟ କଣ? ଟାଇମ ମ୍ୟାନେଜମେଣ୍ଟ ଆମେ କାହିଁକି ବି କରିବା ଆମର ଗୋଟେ ଦିନରେ 24 ଘଣ୍ଟା ଥାଏ। ଆମ ପାଖରେ 24 ଘଣ୍ଟା କେତେବେଳେ ଚାଲି ଯାଉଛି ଆମକୁ ଜଣା ବି ପଡୁଛି। କାହିଁକି ଜଣା ପଡୁନି? ଆମେ ସବୁ ବ୍ୟସ୍ତ ଲୋକ। ବର୍ତ୍ତମାନ ଆମେ ପାଠ ପଢିଲେ ବି ଆମେ ବହୁତ ବ୍ୟସ୍ତ। କାହିଁକି ବ୍ୟସ୍ତ? ଆମର ଅଛି ଶୋଇବା ଆମେ କ୍ଲାସ ଯିବା କ୍ଲାସ ର ହୋମୱାର୍କ କରିବା ତାପରେ ଆମର ପୁଣି ଇନଷ୍ଟାଗ୍ରାମ ଅଛି ଫେସବୁକ୍ ଅଛି ସାଙ୍ଗମାନଙ୍କର ହ୍ୱାଟ୍ସଆପ ଗ୍ରୁପ ଅଛି ଏଭଳି ଜିନିଷ ସବୁ ଅଛି। ଆଉ ଯଦି ଘରେ କିଛି କେତେବେଳେ କାମ ବତେଇ ଦେଲେ ସେଇ ଜିନିଷ ବି ଅଛି। ହଁ କି ନାଇଁ? ଏତେ ସବୁ ଷ୍ଟ୍ରଗଲ ଭିତରେ ଆମେ କଣ କରୁଛେ? ଡିଭାଇସ୍ ପାଇଁ ଟାଇମ ବିଲକୁଲ ପାଉନାହିଁ। ତ ବର୍ତ୍ତମାନ ଇଏ ଗୋଟେ ଜଟିଳ ପରିସ୍ଥିତି। ତମେ ଯେତେ ପଢିଛ ଯେତେ କୋଶ୍ଚିନ୍ ପ୍ରାକ୍ଟିସ କରିଛ ଯଦି ତମେ ଡେଲି ରିଭାଇଜ ନ କରିବ କୌଣସି ଜିନିଷର ଥରୋଲି ନଲେଜ ତମକୁ ମିଳିବନି। କୌଣସି ଜିନିଷର ବି ଥରୋଲି ନଲେଜ ତମକୁ ମିଳିବ ନାହିଁ ଯେ ପର୍ଯ୍ୟନ୍ତ ତମେ ରିଭାଇଜ ନ କରିଛ। କେବଳ ବୋକାଙ୍କ ଭଳିଆ ପଢିକି ଆସିବ ସମ୍ ପଢିଦେଇଛି କିନ୍ତୁ ଠିକ ଟାଇମ ତମର ମନେ ପଡିବ ରିଭାଇଜ କରିବ ନିହାତି। ତ ଆମର କେମିତି ରିଭାଇଜ କରିବା ଆଜି କେମିତି ସେଇ 24 ଘଣ୍ଟା ଭିତରେ ଆମେ ଆମ ସବୁ କାମ ସମ୍ପୂର୍ଣ୍ଣ କରିପାରିବା। ହାତରେ 24 ଘଣ୍ଟା ଅଛି କ୍ଲାସରେ ଯାଉଛି କ୍ଲାସରେ ମିନିମମ୍ 6 ଘଣ୍ଟା ଯାଉଛି। ଆମର ଗାଧେଇବା ଖିଆ ପିଆ ଆଉ କଣ ରହିଲା ଆଉ ଟିକେ ଆମେ ମାଇଣ୍ଡ ଫ୍ରେଶ କରିବା ଯେମିତି ଖେଳିଦବା ବର୍ତ୍ତମାନ ଯାହା ଫଳରେ କି ସେମାନଙ୍କ ବଡି ୱିକ୍ ହଉଛି ମାଇଣ୍ଡ ୱିକ୍ ହଉଛି ଏବଂ ସେମାନଙ୍କର ଆଇସାଇଟ୍ ବି ୱିକ୍ ହଉଛି। ମୋବାଇଲ ମୋବାଇଲ ବି କାହାକୁ ବେଶୀ ଟାଇମ ଦିଆ ମୋବାଇଲ ମାନେ ଥୋଡି ନା ମୋବାଇଲ ଇଣ୍ଟରନେଟ ଥିଲେ ସେମାନେ ଟାଇମ ଦେବେ ନାଇଁ ମୋବାଇଲ ଇନଷ୍ଟା ବଡ ଶତ୍ରୁ ହଉଛି ଆଜିକା ଦୁନିଆରେ ଇନଷ୍ଟାଗ୍ରାମ ହିଁ ସବୁ ବଡ କାରଣ ସେ ଏତେ ଏନଗେଜିଂ ଏତେ ଆଡିକ୍ଟିଭ ପିଲାମାନେ ବୁଝିପାରୁନାହାନ୍ତି ସେଇଥିରେ ଡୁବିକି ରହିଯାଉଛନ୍ତି ଏବଂ ନିଜ କାମ ସବୁ ଭୁଲି ଯାଉଛନ୍ତି। ଯେତେବେଳେ 2 ଘଣ୍ଟା ସ୍କ୍ରୋଲ କରି ସାରିଲା ପରେ ସେତେବେଳେ ଉଠୁଛନ୍ତି ଏ ଟାଇମ ହେଇଗଲାଣି ହଉ ଆଜି ଛାଡ ଆଜି ପଢିବାନି କାଲି ପଢିବା। ଏଇଭଳି ଯେତେବେଳେ ମୋଟିଭେସନ ଆସୁ କାଲି ସବୁ ମୁଁ ପଢିବି କାଲି 2 ପେଜ ପଢିଦେବି 4 ପେଜ ପଢିଦେବି ପୁରା ବୁକ୍ ଟା ପଢିକି ଶେଷ କରିଦେବି ମାଷ୍ଟର ଯାହା ପଚାରିବ କହିଦେଇକି ପଢିଦେବି ମୁଁ ପଢିଦେବି ସେଇଭଳିଆ ଇନଷ୍ଟାରେ ମୁଁ ବହୁତ ଟାଇମ ଆଉ ସେଟା ଛଡା ଇନଷ୍ଟା ଗେମ୍ ହେଇଗଲା କି ଫ୍ରି ଫାୟାର ହେଇଗଲା ପିଲା ତ କଣ ଗୋଟେ ବ୍ୟାନ୍ ହେଇଥିଲା କହନ୍ତି କି ଫ୍ରି ଫାୟାର କଣ ଗୋଟେ ବ୍ୟାନ୍ ହେଇଯାଇଥିଲା। ସେଇ ଯୋଉ ବ୍ୟାନ୍ ହେଇଥିଲା କିଛି ପିଲା ତ କହିଲେ ମୁଁ ବଞ୍ଚିପାରିବି ଯଦି ଇନଷ୍ଟାଗ୍ରାମ ବ୍ୟାନ୍ ହେଇଯାଏ କିଛି ପିଲା ଆସିବେ ନିଜ ଚୁଡ଼ି ଭାଙ୍ଗିଦେବେ ସିନ୍ଦୁର ପୋଛିଦେବେ ପୁଅ ପିଲାଙ୍କ କଥା କହୁଛି ସିନ୍ଦୁର ପୋଛିଦେବେ କହିବେ ଆମେ ବିଫଳ ହେଇକି ଏଇଭଳିଆ କହିବେ କିନ୍ତୁ ତାଙ୍କୁ ଯଦି କହିବ ତମ ସବଜେକ୍ଟ 3ଟି ଟପିକ ଡିଲେଟ ହେଇଗଲା ଭାଇ କି ଖୁସି ସିଏ ଯୋଉ ଆନନ୍ଦ କେହି କହିପାରିବେନି ବର୍ଣ୍ଣନା ବି କରିହବନି ଯୋଉ ଖୁସି। ସେଟା କେବଳ ତମକୁ ସମସ୍ତଙ୍କୁ ଆମ ବେଳେ ଆମକୁ ଲାଗୁଥିଲା ଗୋଟେ ଟପିକ ଡିଲିଟ ହେଇଗଲା ଶାନ୍ତି ଶାନ୍ତି କିନ୍ତୁ ସେଇ ଟପିକ ଡିଲିଟ ହେଇଗଲେ ଆମେ ବୁଝିପାରୁନେ ସେଥିରେ ଥିବା ନଲେଜ ଗୁଡକୁ ଆମକୁ ଆଉ ମିଳିବନି। ଗୋଟେ ସତ କଥା ଆମେ ସେତେବେଳେ ଭାବି ପାରୁନଥିଲୁ କିନ୍ତୁ ବର୍ତ୍ତମାନ ଭାବୁଛୁ ସେଇ ଟପିକ ର ନଲେଜ ଆମକୁ ମିଳିବନି। ଆମେ ଯେତେବେଳେ ଅନ୍ୟମାନଙ୍କୁ ତମେ ବଡ ଲେକ୍ଚର ହବ କି ଯାହା ହବ ତମେ ଅନ୍ୟମାନଙ୍କୁ ପଢେଇଲା ବେଳକୁ ସେଇଟା ତମେ ଯଦି ପଢିନଥିବ କଣ ପଢିବ ସେତେବେଳକୁ ଯଦି ଆଡ ହେଇଯାଇଥିବ ନଲେଜ ସବୁଥିରେ ରହିବା ଦରକାର ଡିଲେଟ ଟପିକ ବି ଆମକୁ ପଢିବା ଦରକାର। ତେଣୁ ଆମେ କେମିତି ଟାଇମ ମ୍ୟାନେଜମେଣ୍ଟ କରିବା ଆଜି ଆମେ ଶିଖିବା 24 ଆୱାର କେମିତି ଆମେ ଡିଫାଇନ୍ କରିବା 24 ଆୱାର ଆମେ ସକାଳ 4:30 କିମ୍ବା 5ଟା ଭିତରେ ଉଠିଯିବୁ। ଯୋଉମାନେ ଗାଧେଇ ପାଣିରେ ଗାଧେଇ ବ୍ରେକଫାଷ୍ଟ 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 କରିକି ଆମେ 5:15-20 ସୁଦ୍ଧା ପଢିବା ପଢିବା କୋର୍ସ ଆମେ କଣ କରିବା ଘଣ୍ଟେ ପଢିବା 1 ଆୱାର 50 ମିନିଟ ପଢିବା 10 ମିନିଟ ଆଉ 1 ଆୱାର 50 ମିନିଟ ପଢିବା 10 ମିନିଟ ବ୍ରେକ୍। ଯେତେବେଳେ ଏମିତି ହେଇଯିବ ଯେ ଆମର 7ଟା ନା 7:30 ଯାଏ
ତାପରେ କଣ କରିବ ଆମେ ଗାଧେଇବା, ରୋଷେଇ ଯାହା ଯାହା ହୋମୱାର୍କ ଅଛି ଆଉ ଥରେ ଚେକ୍ କରିବା 30 ମିନିଟ୍, ଖାଇବା, ଦେନ୍ ସ୍କୁଲ କଲେଜ ଗଲେ ସ୍କୁଲ କଲେଜ ଆମେ ଆସିବା କେତେବେଳେ? ସମସ୍ତଙ୍କର ପ୍ରାୟତଃ ସମାନ ଟାଇମରେ ଛୁଟି ହେଇଥାଏ। କେତେଟାରେ ଛୁଟି? 5ଟାରେ ଛୁଟି। ମାତ୍ର 4:30 4ଟା 5ଟା 5ଟା ପରେ ଆମେ ଗୋଡ଼ ହାତ ଧୁଆ, 5ଟା ଖାଇ 6ଟା 6:30 ଯାଏ, 6:30 ଖେଳି ଖେଳିବା ମାଇଣ୍ଡ ଫ୍ରେଶ କରେ ମୋବାଇଲ ଆଡିକସନ ହେଇଗଲେ ତା ସହଜରେ ଛାଡେନି, ଆମେ ତା ବିନା ଆମେ ବଞ୍ଚି ପାରିବାନି। ମୁଁ ଦେଖିଛି ନା ମୋବାଇଲ ଆମେ ମୋବାଇଲ 10-15 ମିନିଟ୍ ହୋଇଗଲେ 6ଟା 6:30 ଯାଏ ତାପରେ ଟିକେ ଟାଇମ ନେଇ ଟିକେ ବୁଲିବାକୁ ପଡିବ। 7ଟାରେ ଆମେ ବସି 9ଟା ପର୍ଯ୍ୟନ୍ତ ନା 9ଟାରୁ ଆମେ 9:30 ପର୍ଯ୍ୟନ୍ତ ଖାଇବା, ଖାଇସାରି 10ଟାରେ ଟିକେ ବସି 11:30 ଯାଏ ପଢିବୁ, ପୁଣି 11:30 ଶୋଇ ପଡିବୁ। ଆମେ 5 ଘଣ୍ଟା 5 ଘଣ୍ଟା 6 ଘଣ୍ଟା ନିହାତି ଦରକାର। ତେଣୁ 5-6 ଘଣ୍ଟା ଶୋଇ ପୁଣି ଉଠିକି ସାଇକେଲ କରିବୁ। ଯଦି ଏମିତି ଆମେ କରିବା ତେବେ ଆମେ ଗୋଟେ ଭଲ ସ୍କୋର କରିପାରିବା, ଭଲ ସକ୍ସେସ୍ ହେଇପାରିବା। ଆଉ ଯଦି ଆମେ ଏସବୁ ନ କରିପାରିବା, ଆମେ ନିଜ ନିଜ ଲାଇଫରେ ନିଜ କମ୍ଫର୍ଟ ଜୋନରେ ରହିବା, ତେବେ କିଛି ବି ହେଇପାରେ। ଯଦି ଏ ପର୍ଯ୍ୟନ୍ତ ଭିଡିଓ ଭଲ ଲାଗିଛି ତେବେ ଲାଇକ୍ ସେୟାର କରିବାକୁ ଜମା ଭୁଲିବନି। ଧନ୍ୟବାଦ।